ହୀରାମୋତି ମାଣିକ ଚଳଚ୍ଚିତ୍ରରେ ମୁଁ 5ଟି ଗୀତ ଲେଖିଥିଲି। ତାରି ଭିତରୁ ଗୋଟିଏ ଗୀତ ହେଉଛି ଜୀବନ ଏକ ନାଟକ ଆମେ ତାର କଳାକାର। ସେଇ ଗୀତଟିକୁ ଗାଇଥିଲେ ପ୍ରଣବ ପଟ୍ଟନାୟକ। ଅତି ସୁନ୍ଦର ଭାବରେ ସିଏ ତାକୁ ପ୍ରେଜେଣ୍ଟ କରିଥିଲେ। ସେଇ ଗୀତଟିକି ଶୁଣି ପ୍ରଣବ ବାବୁଙ୍କୁ ସେଠିକାର ମାଡ୍ରାସ ରେକର୍ଡ଼ିଂ ହେଇଥିଲା, ସେଠିକାର ପ୍ରଡ୍ୟୁସର ମାନେ ମଧ୍ୟ ସେମାନେ ଅଭିଭୂତ ହେଇଯାଇଥିଲେ ତାଙ୍କୁ ଦେଖି, ଏବଂ ତାଙ୍କର ଚଳଚ୍ଚିତ୍ରରେ ତାଙ୍କୁ ସେମାନେ ନିମନ୍ତ୍ରଣ କରିଥିଲେ ଗାଇବା ପାଇଁ। ସେ ଗୀତଟିକୁ ଏତେ ପସନ୍ଦ କଲେ ସେଇ ମାଡ୍ରାସର ମ୍ୟୁଜିକ୍ ଡାଇରେକ୍ଟର ମାନେ, ପ୍ରକୃତରେ ମୁଁ ବି ଅଭିଭୂତ ହେଇଗଲି। ଏତେ ସୁନ୍ଦର ସେ ଜୀବନ୍ତ କରି ଗାଇଛନ୍ତି, ଭୁଲି ହେବନି। ସେଇଭଳି ସେଇ ଚଳଚ୍ଚିତ୍ରରେ ଯେଉଁ ଅନ୍ୟାନ୍ୟ ଗୀତ ଥିଲା, ତାଠୁ ସବୁଠୁ ଅତି ସୁନ୍ଦର ହେଇଥିଲା ସବୁଠୁ ଭଲ ସେଇ ଗୀତଟି ପ୍ରଣବ ବାବୁଙ୍କର କଣ୍ଠରେ। ଆଉ ତାଙ୍କର ତ ଗଳା, ଏତେ ସୁନ୍ଦର ଗଳା, ଏତେ ସୁନ୍ଦର ସିଏ ତାକୁ ପ୍ରେଜେଣ୍ଟ କରିଛନ୍ତି। ପ୍ରକୃତରେ ମୋ ଗୀତର ତାକୁ ଆହୁରି ସେ ଭାବକୁ ଆହୁରି ବଢ଼େଇ ଦେଇଛନ୍ତି। ସେଇ ଚଳଚ୍ଚିତ୍ରରେ ସେଇ ଗୀତଟି ସୁନ୍ଦର ଭାବରେ ରୂପାୟିତ ହୋଇଥିଲା। ହୀରାମୋତି ମାଣିକର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଶ୍ରୀବତ୍ସ ପଟ୍ଟନାୟକ, ଏବଂ ମାଡ୍ରାସରେ ସେଇ ଯେଉଁ ଗୀତ ଗୁଡ଼ିକୁ ସେ ଶୁଣିଲା ପରେ ଗୁଣ ସିଂ ବୋଲି ଜଣେ ଆରେଞ୍ଜର ଥିଲେ, ସେ ଗୁଣ ସିଂ ତାକୁ ଆରେଞ୍ଜ କରିଥିଲେ। ଏତେ ସୁନ୍ଦର ଭାବରେ ତାକୁ ସେ ଆରେଞ୍ଜ କରିଦେଇଥିଲେ ଯେ ଯେଉଁଥିପାଇଁ ଗୀତର ଆହୁରି ମାଧୁର୍ଯ୍ୟ ବଢ଼ିଯାଇଥିଲା, ଏବଂ ତାକୁ ଜୀବନ୍ତ କରି ତୋଳିଥିଲେ କଣ୍ଠଶିଳ୍ପୀ ଆମର ପଟ୍ଟନାୟକ, ପ୍ରଣବ ପଟ୍ଟନାୟକ। ଆଉ ସେ ବର୍ତ୍ତମାନ ତ ବହୁତ ଅସୁସ୍ଥ, କିନ୍ତୁ ସେଇ ଗୋଟିଏ ଗୀତ ଏମିତି ଗାଇଛନ୍ତି ଯେଉଁଟାକି ସବୁଦିନ ପାଇଁ ଲୋକେ ମନେ ରଖିବେ ତାଙ୍କୁ। ଆଉ ସେ ଚଳଚ୍ଚିତ୍ରରେ ଗୋଟେ ଘଟଣା ଘଟିଥିଲା, ବାଣୀଜୟରାମ ଗାଇବାର ନଥିଲା। ଏଇଠୁ 2 ଜଣ ଗାୟିକା ଯାଇଥିଲେ, କଟକରୁ 2 ଜଣ ଗାୟିକା ଯାଇଥିଲେ ଗାଇବା ପାଇଁ। ସେ ସୁଶ୍ରୀ ସଙ୍ଗୀତା ମହାପାତ୍ର ସେଇ ଗୋଟିଏ ଗୀତ ଗାଇଲେ। ତାପରେ ଆଉ ଜଣେ ଗାୟିକା ଯାଇଥିଲେ, ସେଇ ଗୀତଟା ପାଇଁ ଅନ୍ୟ ଗୋଟେ ଗୀତ ପ୍ରାୟ 3-4ଟା ଟେକ୍ ହେଇଗଲା। ଯାହାଫଳରେ ତାଙ୍କୁ ଯିଏ ଆରେଞ୍ଜର ଥିଲେ ଗୁଣ ସିଂ, ସିଏ କହିଲେ ଆମେ ବାଣୀଜୟରାମ ଡାକିବା, ସେ ଗୀତଟିକୁ ବଢ଼ିଆ କରି ଗାଇଲେ। ସେ ମ୍ୟୁଜିକ୍ ଡାଇରେକ୍ଟର ମଧ୍ୟ ସେଥିରେ ରାଜି ହେଇଗଲେ, ଯେଉଁଟାକି ଉଚିତ ନଥିଲା। ମୁଁ ପ୍ରତିବାଦ କରିବା ସତ୍ତ୍ୱେ ସେ ହେଇପାରିଲା ନାହିଁ, ଏବଂ ସାଙ୍ଗେ ସାଙ୍ଗେ ବାଣୀଜୟରାମଙ୍କୁ ଖବର ଦିଆହେଲା, ସେ ଆସିଲେ। ମୁଁ ବି ଆଶ୍ଚର୍ଯ୍ୟ ହେଇଗଲି। ମାତ୍ର ସେ ଅଧଘଣ୍ଟା ସେ ରହିଛନ୍ତି, ଗୋଟିଏ ଗୀତ ଉଠେଇଲେ, ସାଙ୍ଗେ ସାଙ୍ଗେ ତାଙ୍କରି ଭାଷାରେ ସେ ଲେଖିଲେ ଏବଂ ତାକୁ ସେ ଗାଇଲେ। ମୋତେ କହିଲେ ଆପଣ ଡାକି ଦିଅନ୍ତୁ। ମୁଁ ଡାକିଦେଲି ମୋ ଓଡ଼ିଆ ଭାଷାରେ, ସିଏ ତାକୁ ତାଙ୍କରି ଭାଷାରେ ଲେଖିଦେଲେ ଏବଂ ସେ ଗାଇକି ଅଧଘଣ୍ଟା ଭିତରେ ଗାଇ ଦେଇକି ଚାଲିଗଲେ। ୟାକୁ କହିବା ପ୍ରକୃତରେ ଶିଳ୍ପୀ, କେତେ ସାଧନା ସେମାନଙ୍କର। ପ୍ରକୃତରେ ଆମର ଅନେକ କିଛି ଶିଖିବାର ଅଛି ସେମାନଙ୍କ ଠାରୁ। ସେଇ ଗୋଟେ ବଡ଼ ଘଟଣା ସେଠି ଘଟିଥିଲା ହୀରାମୋତି ମାଣିକ ଚଳଚ୍ଚିତ୍ରରେ। ମୋର ସେ ଯିଏ ତାର ପ୍ରଡ୍ୟୁସର ଯିଏ ଥିଲେ, ମୋର ଅତି ଘନିଷ୍ଠ ବନ୍ଧୁ। ମୋତେ ସେ ପ୍ରଥମେ ଖବର ଦେଲେ ଯେ ମୁଁ ଗୋଟେ ଚଳଚ୍ଚିତ୍ର କରିବା ପାଇଁ ଚାହୁଁଛି, ଆଉ କାହାକୁ ରଖିବା, ମ୍ୟୁଜିକ୍ ଡାଇରେକ୍ଟର କାହାକୁ ରଖିବା, ଡାଇରେକ୍ଟର କାହାକୁ ରଖିବା। ମୋତେ ଯେମିତି ପଚାରିଲେ, ମୁଁ କହିଲି ଆମେ ଏକାଠି ଚାକିରି କରୁଥିଲୁ ଶ୍ରୀବତ୍ସ ପଟ୍ଟନାୟକ ସାଙ୍ଗରେ, ମୁଁ ଆକାଶବାଣୀରେ ଚାକିରି କରୁଥିଲି। ତେଣୁ ମୁଁ ତାଙ୍କ ନାଁ ପ୍ରସ୍ତାବ ଦେଲି, ସିଏ ବି ରାଜି ହେଲେ ଏବଂ ସିଏ ତାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ।